ମୋ ନାମ ରାକେଶ କୁମାର ବୋଲିଲି ରାଜନଗରକୁ ଆସିଛି। ଆଜି ମୋତେ କିଛି କହିବାର ସୁଯୋଗ ଦେଇଥିବାରୁ ଅଭିନେଷ ଦିଦିଙ୍କୁ ବହୁତ ବହୁତ ଧନ୍ୟବାଦ। ଏବେ ନାରୀମାନେ ଯେତେବେଳେ ରାସ୍ତାରେ ଚାଲୁଛନ୍ତି ତାଙ୍କୁ ବହୁତ ଡର ଲାଗୁଛି। ସେମାନେ ଭାବୁଛନ୍ତି କି ଆମେ କେମିତି ଘରେ ଯାଇ ପହଞ୍ଚିବୁ। ଆଜି ବେଳେ ସମାଜରେ ଯେଉଁଭଳି ପରିସ୍ଥିତି ଚାଲିଛି, ରିସେଣ୍ଟଲି ଗୋଟେ ଘଟଣା ଘଟିଥିଲା ବାଲେଶ୍ୱରରେ। ସୌମ୍ୟଶ୍ରୀ ଋଷି ଯଦି ଜାଣିଥିବେ, ତାଙ୍କରି ଉପରେ ଗୋଟେ କବିତା ଲେଖିଛି ଅସୁରକ୍ଷିତ ନାରୀ। ଆମର କବିତାର ଶୀର୍ଷକ, ଆଜି ବି ରାସ୍ତାରେ ନାରୀଟିଏ ଗଲେ ଦେଖନ୍ତି ଖରାପ ହୋଇ, ତାଙ୍କ ସେ ଅଭଦ୍ର ପରିଚୟ ଦେଖି କୁହନ୍ତିନି କିଛି କେହି। ବିଦ୍ୟାର ମନ୍ଦିର ନା ଯେ ତାହାର FM କଲେଜ ଏହି, ବାଲେଶ୍ୱର ଠାରେ ସିଏ ଅବସ୍ଥିତ ପଢୁଥିଲେ ପାଠ ରହି। ବ୍ୟାସର କବି ତୁମେ ଫକୀର ମୋହନ ନିଜ ହାତେ ଗଢ଼ିଥିଲ, ସବୁ କାନ୍ଥ ଲେଖା ତୁମରି କଥା ଯେ ଶିକ୍ଷା କେତେ ଦେଇଗଲ। ସୌମ୍ୟଶ୍ରୀ ନାମରେ ଏହି କଲେଜରେ ପଢୁଥିଲେ ପାଠ ସିଏ, ପାଠ ପଢି ଦିନେ ମଣିଷ ହେବାକୁ ବାପା ମାଙ୍କୁ ସେ କଥା ଦିଏ। ଗୁରୁ ନାମେ ଥିଲେ ସିଏ ଯେ କଳଙ୍କ ପାରିଲେନି ଜାଣି କେହି, ତାଙ୍କର ଏମିତି ବ୍ୟବହାର ଦେଖି ପାରିଲେନି ସିଏ ସହି। ନ୍ୟାୟ ମାଗି ମାଗି ଅଥୟ ହୋଇଲା, ଭାବିଲେ ବଞ୍ଚିବି ନାହିଁ, ଶେଷରେ ନିଜର ଜୀବନ ଦେବାକୁ ଆପଣେଇଲେ ନିଆଁ ନେଇ। ଧନ୍ୟବାଦ। ଜୟ ଜଗନ୍ନାଥ।